ଝାରସୁଗୁଡ଼ା ଜିଲ୍ଲା ରାଜପୁରର 100 ବର୍ଷର ପାରମ୍ପରିକ ପ୍ରଥମାଷ୍ଟମୀ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଛି। ସକାଳେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ସମୟ 3ଟାରୁ ଜଗନ୍ନାଥ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ସୁସଜ୍ଜିତ ବିମାନରେ ବସାଇ ଘଣ୍ଟ ବାଦ୍ୟ ରସଣୀ ମୃଦଙ୍ଗ କରତାଳ ସହିତ ରାଜପୁର ଗ୍ରାମ ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ଜମିଦାର ପୂଜକ ସମେତ ଜମିଦାର ବଂଶଜ ପରିବାର ସହିତ ଦୂର ଦୂରାନ୍ତରୁ ଆସିଥିବା ଭକ୍ତ ଏବଂ ଏ ଅଞ୍ଚଳର ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗ୍ରାମବାସୀମାନେ ନିଜ ଘର ଆଗରେ ଦୀପ ଜଳାଇ ରାଧାକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସହିତ ପ୍ରସାଦ ସେବନ କରିଥିଲେ। ଗୋଧୂଳି ସମୟରେ ସୁସଜ୍ଜିତ ବିମାନ ବସି ଗୋଧନ ବାହୁଡ଼ା ପଡ଼ିଆକୁ ଯାଇ ଉକ୍ତ ଶୋଭାଯାତ୍ରାରେ ପହରି ପଡ଼ିଥିଲେ। ସେଠାରେ ଗାଈମାନଙ୍କୁ ଖିଚୁଡ଼ି ଭୋଗ ଦିଆଯାଇଥିଲା। ଲୋକେ ଗୋମାତାଙ୍କ ଅଇଁଠାକୁ ପ୍ରସାଦ ଭାବରେ ପାଇଥିଲେ। ସେଠାରେ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ସମସ୍ତ ଭକ୍ତ ଭଗବାନଙ୍କ ଠାରୁ ଆଶୀର୍ବାଦ ନେଇ ପରିବାରର ଆରୋଗ୍ୟ ଓ ସମୃଦ୍ଧି କାମନା କରିଥିଲେ। ରାଧାକୃଷ୍ଣଙ୍କୁ ବନ୍ଦାପନା କରି ଗୋକୁଳର ସୁରକ୍ଷା ଅଞ୍ଚଳର ସମୃଦ୍ଧି ସହ ଆରୋଗ୍ୟ କାମନା କରିଥିଲେ। ସନ୍ଧ୍ୟାରେ ରାଧାକୃଷ୍ଣ ଗୋଧନ ପଡ଼ିଆରୁ ଦେଓଗାଁ, ରଗୁଡ଼ି ଢିପା ଓ ରାଜପୁର ଗ୍ରାମ ନିଜ ମନ୍ଦିରକୁ ଫେରିଥିଲେ। ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।